ବର୍ଷା ଦିନ ଆରମ୍ଭ ହେଇଗଲାଣି, ହେଲେ ଏଯାଏଁ ଆମେ ଆମ ଘର ମରାମତି କରିନାହାନ୍ତି। ଯାଅ, ଆଜି ହିଁ ଜଙ୍ଗଲ ଭିତରୁ ଭଲ କାଠ ଆଣି ଘର ମରାମତି କର। ଆଚ୍ଛା ଆଚ୍ଛା ଠିକ୍ ଅଛି, ମୁଁ ଏବେ ହିଁ ଜଙ୍ଗଲ ଭିତରକୁ ଯିବି। ତୁ ମୋ କୁରାଢ଼ୀ ଆଣିଦେ। କାଉର ସ୍ତ୍ରୀ ଘର ଭିତରୁ କୁରାଢ଼ୀ ନେଇ ଆସିଲା। କାଉ ସେ କୁରାଢ଼ୀ ନେଇ ଜଙ୍ଗଲ ଭିତରକୁ ଗଲା। ସେ ଚାରିଆଡ଼େ ବୁଲି ବୁଲି ଭଲ କାଠ ଖୋଜୁଥିଲା। ହଠାତ୍ ତାର ନଜର ଏକ ପତ୍ର ନଥିବା ଗଛ ଉପରେ ପଡ଼ିଲା। ସେ ସେଇ ଗଛ ପାଖକୁ ଗଲା। ଆରେ ଏଇ ଗଛଟାରେ ତ ଗୋଟେ ବି ପତ୍ର ନାହିଁ, ତା ମାନେ ଏଇ ଗଛଟି ଶୁଖିଲା ଗଛ। ମୁଁ ୟାକୁ ହିଁ କାଟି ତାର କାଠ ଘରକୁ ନେଇଯାଏ। କାଉ ଏମିତି କହି ଯେମିତି ଗଛ କାଟିବାକୁ ଚେଷ୍ଟା କଲା, ହଠାତ୍ ସେ ଶୁଖିଲା ଗଛଟି କଥା କହିଲା। ନା ନା, ମତେ କାଟନି, ମୁଁ ଶୁଖିଲା ଗଛ ନୁହଁ, ମୁଁ ପତ୍ର ନଥିବା ଗୋଟେ ଗଛ। ମୋର ଜୀବନ ଅଛି, ଦୟାକରି ମତେ କାଟନି। ତୋର ପତ୍ର ଥାଉ କି ନଥାଉ, ମୁଁ ତତେ ଆଜି କାଟିବି, କାହିଁକି ନା ମୋର କାଠ ଦରକାର। ନା ନା, ଟିକେ ରୁହ, ମତେ କାଟନି। ତୁମକୁ ଯାହା ଦରକାର ମୁଁ ସବୁ ଦେବି। ଏଇ କିଛି ମିଠା ଫଳ ନିଅ। ଆରେ ଏ କ'ଣ? ମୁଁ ସ୍ୱପ୍ନ ଦେଖୁନି ତ? ତୁ ଏତେ ଗୁଡ଼ିଏ ଫଳ କେମିତି ବାହାର କଲୁ? ମୁଁ ସାଧାରଣ ଗଛ ନୁହଁ, ମୁଁ ଗୋଟେ ଯାଦୁର ଗଛ। ତୁମେ ଯାହା ଚାହିଁବ ମୁଁ ତୁମକୁ ସବୁ ଦେବି, ହେଲେ ମତେ ଛାଡ଼ି ଦିଅ, ମତେ ଆଉ କାଟନି। ଠିକ୍ ଅଛି, ମୁଁ ତତେ କାଟିବିନି, ହେଲେ ମୁଁ ଯାହା ଚାହିଁବି ତୁ ମତେ ସବୁ ଦେବୁ। ଏମିତି କହି କାଉ ସେ ମିଠା ଫଳର ଝୁଡ଼ି ଧରି ଘରକୁ ଫେରିଲା। ଏ କ'ଣ, ତୁମେ କାଠ ନ ଆଣି ଫଳ ଧରି ଘରକୁ ଆସିଲ ଯେ? କାଉ ତା ସ୍ତ୍ରୀକୁ ସବୁ ଘଟଣା କହିଲା। ସବୁ ଶୁଣିଲା ପରେ କାଉ ସ୍ତ୍ରୀ ମନରେ ଲୋଭ ଆସିଲା। କ'ଣ କହିଲ? ଯାଦୁର ଗଛ? ତୁମେ ସେ ଯାଦୁର ଗଛ ପାଖରୁ ଏ ଫଳ ଝୁଡ଼ି ଆଣିଛ? ତୁମେ ଚାହିଁଥିଲେ ତା ପାଖରୁ ସୁନା ଟଙ୍କା ଆଣିପାରିଥାନ୍ତ। ତୁମେ ସତରେ ବହୁତ ବୋକା। ଆରେ ଆରେ, ଏତେ ରାଗୁଛୁ କାହିଁକି? ସେ ଗଛ ମତେ କହିଥିଲା ମୁଁ ତାକୁ ଯେତେବେଳେ ବି ଯାହା ମାଗିବି ସେ ମତେ ସବୁ ଦେବ। ମୁଁ କାଲି ହିଁ ତା ପାଖରୁ ସୁନା ଟଙ୍କା ମାଗି ଆଣିବି। ଆରେ ଶୁଣ, ସେ ଯାଦୁର ଗଛ ବିଷୟରେ ଏଇ ଜଙ୍ଗଲରେ କାହାକୁ ବି କିଛି କହିବନି, ନହେଲେ ସମସ୍ତେ ସେ ଗଛକୁ ଯାଇ ସୁନା ଟଙ୍କା ମାଗିବେ। ସେମିତି ସେ ଗଛ ଆମକୁ କମ୍ ସୁନା ଦେବ। ହଁ ହଁ ବୁଝିଲି, ଚାଲ ଏବେ ସବୁ ମିଠା ଫଳ ଖାଇବା। ଏମିତି ସେମାନେ ସେ ସବୁ ଫଳ ଖାଇଲେ। ପରଦିନ ସକାଳେ କାଉ ପୁଣି ଥରେ ସେ ଯାଦୁର ଗଛ ପାଖକୁ ଗଲା। କ'ଣ ହେଲା କାଉ, ତୁ ଆଜି ପୁଣି ମୋ ପାଖକୁ ଆସିଲୁ? ଯାଦୁର ଗଛ, ମୁଁ ଜଙ୍ଗଲରେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି, ସେଥିପାଇଁ ମତେ କିଛି ସୁନା ଟଙ୍କା ଦିଅ। ଆରେ ବା, ତୁ ବହୁତ ଭଲ କଥା ଚିନ୍ତା କରିଛୁ କାଉ। ମୁଁ ଏବେ ହିଁ ତତେ କିଛି ସୁନା ଟଙ୍କା ଦେଉଛି। ତାପରେ ଯାଦୁର ଗଛ କାଉକୁ କିଛି ସୁନା ଟଙ୍କା ଦେଲା। କାଉ ସେ ସୁନା ଟଙ୍କା ଧରି ନିଜ ଘରକୁ ଫେରି ଆସିଲା। କାଉର ସ୍ତ୍ରୀ ଏତେ ଗୁଡ଼ିଏ ସୁନା ଟଙ୍କା ଦେଖି ଖୁବ୍ ଖୁସି ହେଇଗଲା। ଆରେ ଶୁଣ, ଏ ସୁନା ଟଙ୍କା ବିକ୍ରି କରି ନୂଆ ଘର ତିଆରି କରିବା ଅପେକ୍ଷା ସେ ଯାଦୁର ଗଛ ପାଖରୁ ଏକ ନୂଆ ଘର ମାଗି ଆଣ। ଆରେ ବା, ମୋ ଅପେକ୍ଷା ମୋ ସ୍ତ୍ରୀର ବେଶୀ ବୁଦ୍ଧି। ମୁଁ ଏବେ ସେ ଗଛ ପାଖକୁ ଯିବି ଆଉ ତାକୁ ଏକ ଘର ମାଗିବି। ଯାଦୁର ଗଛ, ମୁଁ ବଡ଼ ବିପଦରେ ପଡ଼ିଯାଇଛି। ମୁଁ ରହୁଥିବା ଘର ଭାଙ୍ଗି ଯାଇଛି। ମୋ ପାଖରେ ଥିବା ସବୁ ସୁନା ଟଙ୍କା ମୁଁ ସମସ୍ତଙ୍କୁ ବାଣ୍ଟି ଦେଇଛି। ଏବେ ମୋର କ'ଣ ହେବ? ମୁଁ କୋଉଠି ରହିବି? କାଉ, ଏଇ କାଠ ଘର ମୁଁ ତତେ ଦେଲି, ଏଇ ଘରକୁ ନେଇ ତୁ ଏବେ ଆରାମରେ ରହିପାରିବୁ। ତାପରେ କାଉ ସେ କାଠ ଘରକୁ ଧରି ଆସିଲା ଆଉ ତାର ସ୍ତ୍ରୀକୁ ଦେଖେଇଲା। ଆରେ ଦେଖ ଦେଖ, ମୁଁ ସେ ଯାଦୁର ଗଛ ପାଖରୁ କେତେ ବଡ଼ ଆଉ ମଜବୁତ ଘର ନେଇ ଆସିଲି। ଏବେ ପୁରା ବର୍ଷା ଦିନ ଆମେ ଆରାମରେ ଘରେ ରହିପାରିବା। କ'ଣ ହେଲା, ତୁ କିଛି କଥା କାହିଁକି କହୁନୁ? ଏମିତି ମନ ଦୁଃଖରେ କାହିଁକି ଅଛୁ? ଏଇ ସାଧାରଣ କାଠ ଘରକୁ ଆଣି ତମେ ଭାବୁଛ ମୁଁ ଖୁସି ହେବି? ଯଦି ଆଣିବାର ଥିଲା ଏକ ସୁନା ଘର ଆଣିଥାନ୍ତ। ମୁଁ କିଛି ଜାଣିନି, ଏବେ ହିଁ ସେ ଗଛ ପାଖରୁ ଏକ ସୁନା ଘର ଆଣ, ନହେଲେ ଆଜି ମୁଁ କିଛି ବି ଖାଇବିନି କି ତମ ସହ କଥା ବି ହେବିନି। ଆଚ୍ଛା ଆଚ୍ଛା, ତୁ ଏତେ ରାଗନି, ମୁଁ ଏବେ ସେ ଗଛ ପାଖରୁ ସୁନା ଘର ଆଣୁଛି। ଏମିତି କହି କାଉ ସେଠାରୁ ଚାଲିଗଲା। ସେ ଯିବା ପରେ ପରେ ଏକ ଚଢ଼େଇ ଆଉ ମିଟୁ କାଉ ସ୍ତ୍ରୀ ପାଖକୁ ଆସିଲେ। କାଉ ଭଉଣୀ, ଏତେ ଶୀଘ୍ର କାଠରେ ଏମିତି ସୁନ୍ଦର ଘର ତୁମେ କେମିତି ତିଆରି କରିପାରିଲ? ଆମକୁ ବି ଟିକେ କୁହ। ବର୍ଷା ହେବା ଆଗରୁ ଆମେ ବି ଏମିତି ମଜବୁତ ଘର ତିଆରି କରିବାକୁ ଚାହୁଁଛୁ। এই ঘর আমি কেমিতি তৈরি করিছু মু তমମାନଙ୍କୁ କହିବିନି। এইটা টপ সিক্রেট। ଏବେ ମୁଁ ବହୁତ ଟେନସନ ଅଛି। ତମେ ମାନେ ମତେ ବିରକ୍ତ ନ କରି ଏଠୁ ଚାଲି ଯାଅ। ଏମିତି କାଉ ସେମାନଙ୍କୁ ଅପମାନ ଦେଇ ସେଠୁ ବାହାର କରିଦେଲା। ମିଟୁ ଆଉ ଚଢ଼େଇ ମନ ଦୁଃଖରେ ସେଠୁ ଚାଲିଗଲେ। ଚଢ଼େଇ, ମତେ ଲାଗୁଛି ଏମାନେ ଆମକୁ କିଛି ଲୁଚଉଛନ୍ତି। ମୁଁ ପ୍ରତିଦିନ ଦେଖେ କାଉ
ଜଙ୍ଗଲ ଭିତରକୁ ଯାଏ ଆଉ କିଛି ନା କିଛି ନୂଆ ଜିନିଷ ଆଣେ। ଆଜି ବି ସେ ଯାଇଛି। ଚାଲ ଆଜି ତାର ପଛା କରିବା, ତାପରେ ଯାଇ ଜାଣିପାରିବା ସେ କୋଉଠିକି ଯାଉଛି। ତାପରେ ସେମାନେ କାଉର ପଛେ ପଛେ ଗଲେ। ସେପଟେ ଯାଦୁର ଗଛ କାଉକୁ ଦେଖି କହିଲା, କାଉ ତୁ ପୁଣି ମୋ ପାଖକୁ କାହିଁକି ଆସିଲୁ? ମୁଁ ତତେ ଗୋଟେ କଥା କହିଦେଉଛି, ବେଶୀ ଲୋଭ କରିବୁନି। ଲୋଭରୁ ପାପ ଆଉ ପାପରୁ ମୃତ୍ୟୁ। ଯାଦୁର ଗଛ, ତୁ ଯୋଉ କାଠ ଘର ମତେ ଦେଇଥିଲୁ, ମୋ ସ୍ତ୍ରୀକୁ ସେ ଘର ଭଲ ଲାଗିଲାନି। ତୁ ସେ ଘରକୁ ସୁନା ଘର କରିଦେ, ନହେଲେ ମୁଁ ତତେ କାଟିଦେବି। ଯାଦୁର ଗଛ ସବୁ କିଛି ଜାଣିପାରିଲା। ସେ ଲୋଭୀ କାଉକୁ କହିଲା, ଆଚ୍ଛା କାଉ, କେବଳ ଘର ସୁନା ଦରକାର ନା ଘର ଭିତରେ ଥିବା ଜିନିଷ ବି ସୁନା ଦରକାର? ହଁ ହଁ, ମୋର ଘର ଭିତରେ ଥିବା ସବୁ ଜିନିଷ ବି ସୁନା କରିଦେ। ଠିକ୍ ଅଛି, ମୁଁ ତ ଘର ଭିତରେ ଥିବା ସବୁ ଜିନିଷକୁ ସୁନା କରିଦେଇଛି। ତୁ ଏବେ ଘରକୁ ଫେରିଯା। କାଉ ଆଉ କିଛି ନ କହି ଘରକୁ ଚାଲିଗଲା। ଏସବୁ ଘଟଣା ଦୂରରୁ ମିଟୁ ଆଉ ଚଢ଼େଇ ବି ଦେଖୁଥିଲେ। ସେମାନେ ତୁରନ୍ତ ଗଛ ପାଖକୁ ଗଲେ। ଗଛ, ଆମେ ଜାଣୁ ତୁମେ ଏକ ଯାଦୁର ଗଛ। ଆମେ କାଉ ଭଳି ଏତେ ଲୋଭୀ ନୁହଁ। ଆମ ଦୁଇ ଜଣଙ୍କ ପାଖରେ ଘର ନାହିଁ। ଆମକୁ ବି ଏକ ମଜବୁତ କାଠର ଘର ଦିଅ, ଯେମିତି ପୁରା ବର୍ଷା ଦିନ ଆମେ ସେ ଘରେ ରହିପାରିବୁ। ଆଉ ହଁ, ଆମେ ପ୍ରତିଦିନ ତୁମର ଦେଖାଶୁଣା କରିବୁ, ଯେମିତି ଆଉ କେହି ବି ତୁମକୁ କାଟି ପାରିବେନି। ତମ ଦୁଇ ଜଣଙ୍କୁ ଦେଖି ମୁଁ ଜାଣିପାରିଲି ତମେ ମାନେ ବହୁତ ଭଲ। ମୁଁ ତମ ମାନଙ୍କ ଇଚ୍ଛା ନିଶ୍ଚୟ ପୂରା କରିବି। ଏଇ ନିଅ ଘର। ଏମିତି ସେ ଯାଦୁର ଗଛ ମିଟୁ ଆଉ ଚଢ଼େଇକୁ ବି ଦୁଇଟି କାଠ ଘର ଦେଲା। ସେପଟେ କାଉ ତା ସୁନା ଘର ଭିତରେ ପଶି ଦେଖିଲା ତା ସ୍ତ୍ରୀ ଏକ ସୁନାର ମୂର୍ତ୍ତି ପାଲଟି ଯାଇଛି। ଆରେ ଏ କଣ? ତୁ ମୂର୍ତ୍ତି କେମିତି ପାଲଟି ଗଲୁ? ମତେ ରକ୍ଷା କର, ମୁଁ ଏମିତି ସୁନାର ମୂର୍ତ୍ତି ହେଇ ରହିବାକୁ ଚାହୁଁନି। ମୁଁ କେବଳ କଥା କହିପାରୁଛି, ହେଲେ ଟିକେ ବି ହଲି ପାରୁନି। ମୋର ଆଉ ସୁନା ଦରକାର ନାହିଁ। ଦୟାକରି ମତେ ବଞ୍ଚାଅ, ମୁଁ ମରିବାକୁ ଚାହୁଁନି। ତୁ ଭୟ କରନି, ମୁଁ ଏବେ ସେ ଯାଦୁର ଗଛ ପାଖକୁ ଯାଉଛି। ଯାଦୁର ଗଛ, ମୁଁ ମୋ ଭୁଲ ବୁଝିପାରିଲି। ମୁଁ ଆଉ ତମକୁ କିଛି ବି ମାଗିବିନି। ମୋ ସ୍ତ୍ରୀକୁ ଆଗ ଭଳି କରିଦିଅ। ଦୟାକର ଯାଦୁର ଗଛ, ଦୟାକର। କାଉର ଏପରି ପରିବର୍ତ୍ତନ ଦେଖି ଯାଦୁର ଗଛ ତା ସ୍ତ୍ରୀକୁ ତାର ପୂର୍ବ ରୂପ ଫେରିଦେଲା। ସେ ଯାହା ବି କାଉମାନଙ୍କୁ ଦେଇଥିଲା ସବୁ ନେଇଗଲା। ସେଦିନ ପରଠାରୁ ଦୁଇ କାଉ ଆଉ ଲୋଭ କଲେ ନାହିଁ। ସେମାନେ ତାଙ୍କର ସେଇ ଭଙ୍ଗା ଘରେ ରହିଲେ।